ଆସନ୍ତୁ ଆଜି ବର୍ତ୍ତମାନ ଗୋଟେ ରୋଲ ତିଆରି କରିବା ଅଣ୍ଡାରେ ବଢିଆ ରୋଲ ତିଆରି କରିବା। ଦେଖନ୍ତୁ ମୁଁ କେତେ ତିଆରି କରୁଛି ଅଣ୍ଡା ରୋଲ। ବର୍ତ୍ତମାନ ରୁଟି ସହିତ ଅଣ୍ଡା ରୋଲ ବଢିଆ ଭାବରେ ତିଆରି କରୁଛି। ଆମ ଫାଷ୍ଟଫୁଡ ଷ୍ଟାଇଲ ବର୍ତ୍ତମାନ ଦେଖନ୍ତୁ 4ଟା ଅଣ୍ଡା ମୁଁ ନେଲି। ବର୍ତ୍ତମାନ ବାଉଲରେ ପକେଇଲି, ତାକୁ ପକେଇ ତା ଭଲ ଭାବରେ ଘାଣ୍ଟି ଦେଲି। ଘାଣ୍ଟି ସାରିଲା ପରେ ସେଥିରେ ତାକୁ ଗୋଟେ ତାୱାରେ କିଛି ଘିଅ ଦେଇକି ତାକୁ ବର୍ତ୍ତମାନ ମୁଁ ଢାଳିଲି ଗୋଳା ଅଣ୍ଡା ତକ ଖୋଳିକି ତାକୁ ଗୋଟେ ଚକୁଳି ପିଠା ତିଆରି କରିବି। ଚକୁଳି ପିଠା କରି ତାପରେ ରୁଟିଟି ତାପରେ ଦେଇକି ତାକୁ ଓଲଟେଇକି ସେକିବି। ସେକିକି ତାକୁ ସେକି ସାରିଲା ପରେ ତାକୁ ଅଲଗା ଗୋଟେ ଥୋଇବି। ବର୍ତ୍ତମାନ ମୁଁ ଦେଖନ୍ତୁ ଲହୁଣୀ ନେଲି, ସେଇ ବଟରରେ ବର୍ତ୍ତମାନ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଚାଟ ମସଲା, ସ୍ୱାଦ ଅନୁସାରେ ଲୁଣ ବର୍ତ୍ତମାନ ପକେଇଦେଲି। କରି ଭଲ ଭାବେ ତାକୁ ଫେଣ୍ଟି ଦେଲି। ଏ ବଟରଟାକୁ ବର୍ତ୍ତମାନ ଫେଣ୍ଟି ସାରି ମୁଁ ରଖିଦେଲି ଅଲଗା ଗୋଟେ। ତାପରେ ଏଇଟା ଦେଖନ୍ତୁ ବର୍ତ୍ତମାନ ଆଉ ଗୋଟେ ପାତ୍ରରେ ବର୍ତ୍ତମାନ କ୍ୟାପସିକମ, ଟମାଟୋ, ପିଆଜ ଏବଂ ଗାଜର ବର୍ତ୍ତମାନ ଗାଜର ପକେଇଲେ ତାକୁ ପକେଇ ବର୍ତ୍ତମାନ ସେଥିରେ ଟିକେ ଚାଟ ମସଲା ଗୋଳେଇକି ଲୁଣ ଟେ ପକେଇ ଗୋଳେଇକି ବର୍ତ୍ତମାନ ତାରି ଉପରେ ଭଲ ଭାବରେ ସଜେଇ ଦେଲେ। ଯୋଉ ମୁଁ କରିଥିଲି ଯୋଉ ଏଇଟା ବଟର ଯୋଉ କରିଥିଲି ବଟର ଘାଣ୍ଟିଥିଲି ତାକୁ ଦେଇଦେଲି। ବର୍ତ୍ତମାନ ଦେଖନ୍ତୁ ଭଲ ତାକୁ ଉପରେ ଦେଇକି ବର୍ତ୍ତମାନ ଟା ସଜେଇ ଦେଲେ ବା ରୋଲ ତିଆରି କରିଦେଲେ। ଦେଖନ୍ତୁ ଏଇଭଳି ରୋଲ କରିକି ଆପଣ ଫାଷ୍ଟ କ୍ଲାସରେ ଖାଇପାରିବେ। ଦେଖନ୍ତୁ ଫାଷ୍ଟ କ୍ଲାସରେ ଆପଣ ଦେଖନ୍ତୁ କିଭଳି ଲାଗିବ। ଆପଣ ଥରେ କରିକି ଘରେ ଖାଆନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।